କଣ ଖାଇବୁ? ହାଁ ଚକି ଖାଇବୁ? ଏବେ ଚ୍ୟାଲେଞ୍ଜ ଷ୍ଟାର୍ଟ ହବ ସାରଙ୍କର ମୋର। 1 3 4 5। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ। ତ ସାଙ୍ଗମାନେ ସକାଳୁ ସକାଳୁ ମୁଁ କରୁଛି ବେବି ସିଟିଂ। ମୁଁ ସକାଳୁ ଉଠିକି ଭିଡ଼ିଓ ଏଡିଟ୍ କରୁଥିଲି, ଏଡିଟ୍ କରି ଶୋଇଛି। ଛୁଆଟା ଆସିକି ହାଇ ଗାଇସ୍ ହାଇ ଗାଇସ୍, ଇଏ ଆସିକି ମତେ ଖାଲି ଭାଇ ଚକି ଖାଇବି, ଭାଇ ଚକି ଖାଇବି, ଭାଇ ଚକି ଖାଇବି। କଣ ଖାଇବୁ? ହାଁ ଚକି ଖାଇବୁ? କୋଉ ଚକି ଖାଇବୁ? ହାଁ ଏବେ ଦୋକାନରୁ ଚକି ଆଣିବା। ଚକି କୋଉଟା ଖାଇବୁ? ହା ଭୁମର ନୁହଁ। କଣ ଡେରି ମିଲ୍କ? ଗୁଗୁଲରେ ଦେଇକି ଦବୁ, ତୁ ଖାଇବୁ? ଖୋଲି ସାଇଲାଣି ମନକୁ ମନ। ଗୋଟେ ବେଶୀ ଦାନ୍ତ ପୋକ ଖାଇବ। ଦାନ୍ତ ପୋକ ଖାଇବ। ଆଉ ଏତେ ଗୋଟେ କଣ ଅଛି? ଏଟା ଛୋଟିଆଟା ଗୋଟେ। ଆଉ ନେଇକି ଦୌଡୁଛୁ ଇଆଡା ଉପରକୁ। ପଇସା ଦିଆହେଇନି, ସାଙ୍ଗେ ସାଙ୍ଗେ ନେଇକି ଦୌଡିଲାଣି। ଗୋଟେ ତାକୁ ଥୋ ପୁଣି ସେଇଠି। ମାରି ଥୋ ଚକଲେଟ ଆଗ ତା ଉପରେ ଥୋ। ଚକଲେଟ ତା ଉପରେ ଥୋ। ବାଗେଇ ଥୋ। ଆଇଲା ବେଳୁ ତ ହାତ ପାଇଲା। ଧରି ଠିଆ, ମୁଁ ପଇସା ଦେଇସାରେ। କଣ ଆଇଲୁ? ଚକି ଆଇଲୁ? ପାଦେ ଏପଟେ ଆଉ ଗୋଟେ ମୁଣ୍ଡରେ 10 ଟଙ୍କାର ଚକଲେଟ ନେଇ ଆଇଲାଣି ଡେରି ମିଲ୍କ। ଆଉ ସେପଟେ ହାତ ଦେଖା, କିଏ ଚକି ଆଣିଲେ ସେପଟେ ହାତ ଦେଖା। ଭାଇ ଭଲ ନା ନାଇଁ? ଭାଇ ଭଲ? ତୁ ଭଲ, ମୁଁ ଭଲ। ଆଉ ଗୁଗୁଲି? ହଉ ଯା, ମୁଁ ଯିବି ଅଫିସ। ଟାଟା କର। ୟାଡେ କର ଟାଟା ଗାଇସ୍। ଯା ଟାଟା। ଛୋଟ ଛୁଆ ବି ମାନେ ଚକଲେଟ ଖାଇବା ପାଇଁ କେତେ ତେଲାନ୍ତି। ମୁଁ ବି ସେମିତି ଛୁଆ ବେଳେ ବି ସେମିତି ମାନେ ଚକଲେଟ ଖାଇବା ପାଇଁ ସେମିତି ତେଲାଏ। ମାଗିବି, ଦିଅ ଟିକେ ଚକଲେଟ ଦିଅ, ଦୋକାନ ଚାଲ। ଛୋଟ ଛୁଆ ଆଉ। ଏବେ ଯିବା ଅଫିସ ଯିବା। ଅଫିସ ଯାଇକି ସେଠି ଦେଖା ହବା ସାର୍। ଆରେ କଦଳୀ ଆଣି ସାର୍ କହିଥିଲେ କଦଳୀ ନେଇକି ଆସିବା ପାଇଁ। ଦେଶୀ କଦଳୀ ଟା ବଢିଆ ଟେଷ୍ଟ ଲାଗୁଛି। କଦଳୀ ଦେବୁ? ଆଲାଣା ଉପରେ ଥୁଆ ହେଇଛି। ମୋ ବୋଉ କହୁଛି ଗାଡି ଚଲେଇଲା ବେଳେ କାଇଁ ଭିଡିଓ କରୁଛୁ? ଗାଡି ଚଲେଇଲା ବେଳେ ଯଦି ଭିଡିଓ ନ କରିବି ତାହେଲେ ଗୋଟେ ଦେ, ମାଇକ୍ ଗୋଟେ ଦେ, ଆଉ ଗୋଟେ ସୌମ୍ୟ, ଯୋଉ ସୌମ୍ୟ ଆଉ କଣ ସୌମ୍ୟ ମୁନି ଯୋଉ ବ୍ଲଗସ୍ ତାଙ୍କର ଦେଖିକି କହୁଛି ସିଏ ତ ଗାଡି ଚଲେଇଲା ବେଳେ ଭିଡିଓ କରୁନାହାନ୍ତି। ସେ ପପୁଲାର ହେଇଗଲାଣି, ସିଏ ଆଉ କାଇଁ କରିବ। ଚାଲନ୍ତୁ ଏବେ କଦଳୀ ନେଇ ଆଇଲି, ଦେଶୀ କଦଳୀ ନେଇ ଆଇଲି। ଏବେ ଅଫିସ ଯିବା, ସେଠି ସାର୍ ତାପରେ ଯାଇ କଥା ହବା। ଆବେ ୟାର ଖାଇକି ପକେଇ ସାରିଲାଣି ଟୋଟାଲ ସବୁ। ଛାଡ, ଚାଲ ଯିବା। ସାଙ୍ଗମାନେ ଏବେ ଅଫିସ ଆସିକି ପହଞ୍ଚି ଯାଇଛି। ପୁଣି ନେଇଯାଇଛି କଦଳୀ। ଇଏ ହେଲା ଆମ ପ୍ରସନ୍ନ ବାବୁ। ପ୍ରସନ୍ନ ବାବୁଙ୍କର କାମ ପୁରା ପରଫେକ୍ଟ, ପୁରା ସବୁ ଟାଇମରେ। ଜବ କାର୍ଡ ବି ଅପଲୋଡ ଟାଇମରେ, ସବୁ ପୁରା ପରଫେକ୍ଟ। ଜଲ୍ଦି କଣ 9:30? ମିଛ କଥା ଗାଇସ୍, ଚୁଗଲି କରୁଛନ୍ତି ମୋର। ଏବେ ଟାଇମ ହେଲାଣି ଦେଖନ୍ତୁ। କେତେଟା ଟାଇମ ହେଇଛି? 10:46।
ଦେହ ଭଲ ନଥିଲା ସକାଳୁ ଶୋଇ ପଡିଥିଲି ଟିକେ। ତ ଗାଇସ୍ ଏବେ ବସିଥିଲୁ ତାପରେ ସାର୍ କହିଲେ ମାନେ ଏକ୍ସରସାଇଜ ଫେକ୍ସରସାଇଜ ଟିକେ କରିବା, ଏକ୍ସରସାଇଜ ଟିକେ କରିବା, ଜିମ୍ ଫିମ୍ ଟିକେ ଯିବା ସାର୍ କହୁଥିଲେ। ତ ମୁଁ ଏବେ ଦିଟା ଇଟା ଆଣିଛି, ଏବେ ଚ୍ୟାଲେଞ୍ଜ ଷ୍ଟାର୍ଟ ହବ ସାରଙ୍କର ମୋର। ଏବେ ଅଫିସ କାମ ନାହିଁ, ଅଫିସ ମାନେ ଏବେ ଲଞ୍ଚ ଟାଇମ ଅଛି ଘଣ୍ଟାଏ, ତ ଆମେ ଅଧଘଣ୍ଟାର ଚ୍ୟାଲେଞ୍ଜ ଟା କରିଦବୁ। ତାପରେ ସାର୍ କହିଲେ ଫାଷ୍ଟ ମୁଁ ପୁଷ ମାରିବି, ମୁଁ ଯେତିକି ମାରିବି ସାର୍ ମୋଠୁ ଅଧିକା ମାରିବେ, ସେ ପୁଣି ଗୋଟେ ସେଟ ରେ। ତ ଏବେ ଗୋଟେ ସେଟ ର ଚ୍ୟାଲେଞ୍ଜ ଷ୍ଟାର୍ଟ କରିବା ମୋର ଆଉ ସାରଙ୍କର। ସାର୍ ଚ୍ୟାଲେଞ୍ଜ ପାଇଁ ରେଡି? ଏବେ ସାର୍ କ୍ୟାମେରା ଧରିବେ, ମୁଁ ମାରିବି, ଆପଣ କାଉଣ୍ଟ କରିବେ। ତ ସାଙ୍ଗମାନେ ଏବେ ମୁଁ ଫାଷ୍ଟ ଷ୍ଟାର୍ଟ କରିବାକୁ ଯାଉଛି। ଏବେ ମୁଁ ମାରିବି, ମୁଁ ଯେତିକି ମାରିବି ସାର୍ ସେତିକି ମାରିବେ। ତମେ ସାର୍ ଗଣିବ 1 2 3 ଏମିତି ଗଣିବ। 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21, 22, 23, 24, 25, 27, 28, 29, 30. Yes, what happened? What happened? 34, 35, 36, 37, 38, 39, 40. 41, 42, 43, 44, 45. ଓହୋ ପୁରା ହାଲିଆ। ଗାଇସ୍ ମୋର ହେଇଛି 45, ସାର୍ ଟିକେ ମଝିରେ ବିଷୟରେ କହିଥିଲେ ହାଫ୍, ସେ ସବୁ ଫୁଲ ରେ କାଉଣ୍ଟ ହବ। ପୁରା ଧଇଁ ସଇ ଲାଗୁଛି। ଏବେ ମାରିବା ସାର୍, ସାର୍ ପୁରା ପ୍ରିପାରେସନ ହେଲଣି ଯୁଦ୍ଧ ପାଇଁ। ସାରଙ୍କର ଷ୍ଟାର୍ଟ ହବ 3 2 1 ଷ୍ଟାର୍ଟ। 1 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 30 32 33 34 35 35 ଗାଇସ୍ 35 କୋଳ ମୋର 45। ବର୍ଷେ ପରେ ମାରିକି 35। ମୁଁ ବି ଗାଇସ୍ ମାରିଛି ମିନିମମ 6-7 ମାସ ହେଲାଣି। ମୁଁ କାଲି ଟିକେ ଖାଲି ଯାହା ମାରିଥିଲି ସେ ଯୋଉ ପାର ଯାଇଥିଲି, ସାର୍ ହାରିଗଲେ। କଣଟା ସାର୍ ଆମର ବାଇସେପ୍ ଚେକ୍ କରନ୍ତୁ ଗାଇସ୍। ଓ ନାଇସ୍। ସାର୍ ଆମର ବଡି ଆଗରୁ ଥିଲେ, ଏଠି କାମ ଫାମ ଟେନସନରେ ଶୁଖିଗଲା। ତ ମତେ ଯଦି ଭିଡିଓଟି ଚ୍ୟାଲେଞ୍ଜ ଟି ଭଲ ଲାଗିଲା ତ ଲାଇକ୍ କରନ୍ତୁ, ଆଉ କାହାର ପୁଷଅପ୍ ଆପଣଙ୍କୁ ଭଲ ଲାଗିଲା ସେଟା କମେଣ୍ଟ ସେକ୍ସନରେ ଜଣେଇବେ। ହାଲିଆ ଧଇଁସ ହେଇଗଲା। ହଁ ମୁଁ ବି ଧଇଁସ ହେଇଗଲି। ଏବେ ଯିବା ଘରକୁ ଲଞ୍ଚ ବ୍ରେକରେ। ଗାଇସ୍ ମୁଁ ପୂର୍ବର ଗୋଟେ ଭିଡିଓରେ କହିଥିଲି ମୋ ବୋଉ ଅଧିକ ଭଲ ପାଏ, କିନ୍ତୁ ମୋ ବୋଉ ଅଧିକ ଭଲ ପାଏନି, ମୋ ବାପା ମତେ ଅଧିକ ଭଲ ପାଆନ୍ତି। ବାପାଙ୍କୁ କହିଥିଲି ମାନେ କହିନଥିଲି, ମାଇକ ର ଗୋଟେ ଲିଙ୍କ ଟା ଛାଡିଥିଲି, ବାପା ଅର୍ଡର କରିଦେଲେ। ଆଉ ମା କଣ ଖାଲି ଖାଇବା ପିଇବା ଟିକେ କରିବେ, ମା କହିଲେ ଗୋଟେ ଟ୍ରାଇପଡ୍ ଗୋଟେ କହିଲେ ମା କଣ ଦବ? ଦବନି। ମା ଖାଇବା କରିବ, ଆଉ ଯୋଉ ସୁଭଦ୍ରା ପଇସା 5,000 ମିଳିଲେ ନେଇଯିବ, 50 ଟଙ୍କା ଦେଇ 5,000 ନେଇଯିବ। ସୁଭଦ୍ରା ପଇସା ସେଟା ମୁଁ ନେଇନି, ସେଟା ଗାଡି ଆଣିଲା ବେଳେ ସେ ଯୋଉ କଣ ବୁକିଂ ଚାର୍ଜେସ୍ ଟା ସେଇଟା ସେଥିରେ ଯାଇଥିଲା। ସେଇଟା ଗାଡିରେ ତ ତୁଇ ବସଛୁ ନା, ଗାଡିରେ ବସିକି ବୁଲି ଆସିବା। ମୁଁ ଗାଡି ଆଇଲା ଦିନଠୁ ଗୋଟାଏ ଦିନ ମାତ୍ର ଚଲେଇଛି, ତାପରେ ମୁଁ ଗାଡି ଚଲେଇନି। ମାମୁର ମାର୍କେଟ ବୋଉ କୁଆଡେ ଯାଇନି, ବାପା ନେଇକି ଯିବେ ବୋଉ କୁଆଡେ ଗୋଟେ। ତମେ ପ୍ଲାନ୍ କରୁଛ କୁଆଡେ ବୁଲିବାକୁ ଯିବ ବୋଲି? ଆଳି କେନ୍ଦ୍ରାପଡା କେନ୍ଦ୍ରାପଡା ଯିବେ ବୁଲେଟ ରେ। ବାପା ଅର୍ଡର କରିଦିଅନ୍ତୁ, ମତେ ବହୁତ ଖୁସି ଲାଗିଲା। ମୁଁ ଖାଲି ଲିଙ୍କ ଟା ପଠେଇଥିଲି, ବାପା ଅର୍ଡର କରିଦେଲେ। ଆଉ କଣ ଦରକାର ଏଭଳିଆ ବାପା। ବୋଉ କିଛି ନୁହଁ, ମିଛରେ କହୁଥିଲି। ଦି ଜଣ ଯାକ ମତେ ବହୁତ ଭଲ ପାଆନ୍ତି, ସେମିତି ଗୋଟେ କହୁଥିଲି। ଦି ଜଣ ଜାଗାରେ ଠିକ ଅଛନ୍ତି। ବାପା ଜିନିଷ ପତ୍ର ସବୁ ଆଣିକି ଦେବେ, ଇଏ କରିବେ। ମୁଁ ଯେତେବେଳେ ଯାହା ମାଗିଛି ବାପା ଦେଇଛନ୍ତି। ଏଇଟା ତ ମାଗିବି ନଥିଲି, ଏଇଟା ମାନେ ମୁଁ ଲିଙ୍କ ଟା ଖାଲି ପଠେଇଥିଲି, ବାପା ଅର୍ଡର କରିଦେଲେ। ଆଉ ବୋଉ ତ ଛୁଆବେଳେ ଟେଷ୍ଟି ଖାଇବା କରିଦଉଛି ଆଉ। ଏତେ ବର୍ଷ ହେଇଗଲାଣି ଆଉ 20-22 ବର୍ଷ ହେଇଗଲାଣି ଆଉ ଟେଷ୍ଟି ଖାଇବା ସବୁବେଳେ ଚାଲିଛି ଆଉ। ଆଉ ଲୁଗା ପଟାଠୁ ନେଇକି ସବୁ, ମୁଁ ଆଜି ଯାଏ ମତେ ରୋଷେଇ ଆସେନି କି ପ୍ୟାଣ୍ଟ ସାର୍ଟ ବି ସଫା କରି ଆସେ ନାହିଁ, ବୋଉ ମୋର ସବୁ କରେ।
ଏମିତି କି ମାନେ ଯଦି ଖାଇବାକୁ ବି ବସିଥାଏ ପାଣି ବି ସେଠୁ ନେଇକି ମୁଁ ପିଏନି, ବହୁତ ଦିଏ। ଆଉ ଚାଲନ୍ତୁ ଏବେ ଖାଇଦବା ତାପରେ ଯେ ଅଫିସ ଖାଇବା ଗାଇସ୍ ପଳେଇ ଯାଇଛି। ଭାତ ଡାଲି ପିଠଉ ଆଳୁ ଭର୍ତ୍ତା ସବୁ ଘରକା ବଢିଆ। ଖାଇଦବା ଏବେ, ଖାଇଦେଇକି ବାହାରିଯିବା ଅଫିସ। ଗାଇସ୍ ଏବେ ଖାଇ ପିଇକି ରେଷ୍ଟ ନେଇକି ବାହାରି ଯାଇଛି ଗାଇସ୍। ଏଇ ତ ଜୀବନ ଆଉ, ସକାଳୁ ଉଠ ଅଫିସ ଯାଅ କାମ କର, ଭିଡିଓ କର, ରାତିରେ ଆସିକି ଏଡିଟ କର, ପୁଣି କାଲି ସକାଳେ ସେମ୍। ଏଇଟା ବି ବହୁତ କଷ୍ଟ ଏଇ ସବୁ ମାନେ କରିବାଟା, ହେଲେ ମୁଁ କରିବି ଗାଇସ୍ କରିବି। ଚାଲନ୍ତୁ ଏବେ ଯିବା ଅଫିସ। ଗାଇସ୍ ପୁଣି ବ୍ୟାକ୍ ଟୁ ଅଫିସ ପଳେଇ ଯାଇଛି। ଅଫିସ କି ପୁଣି ଅଫିସ କି ଏବେ ପଳେଇ ଆସିଛି। ଚାଲ ପୁଣି ଯିବା, ଯାଇ ପୁଣି କାମ କରିବା ଆଉ। ଖାଇ ପିଇ ଦେଇକି ଆସିଲା ପରେ ଆଉ କାମ କରି ଇଚ୍ଛା ହଉନି, ହେଲେ କଣ କରିବା, କାମ କରିବାକୁ ପଡିବ। କାମ ତ କରନା ହିଁ ପଡେଗା। ଚାଲ ଯିବା, ଯାଇ କାମ କରିବି। ତାପରେ ହଁ ଆଉ ଗୋଟେ କଥା, କାଲି ପୁଣି ଆମ ମାନେ ମ୍ୟାନେଜର ସାର୍ ଆସିବେ କୋଲକାତାରୁ। ସେ ଆସିବେ ମାନେ ପୁରା ବ୍ୟାଣ୍ଡ ବଜେଇବେ ଆଉ କାମ କରି ଆଉ ଭିଡିଓ ଆଉ ସେତେବେଳେ ଆଉ କରିପାରିବିନି। ଯାହା ମାନେ ଯୋଉ ବାହାରକୁ ଗଲି ଘରେ ଯାହା ଭିଡିଓ ଯେତିକି କରିବି, ଅଫିସରେ ଆଉ ଟୋଟାଲି ଭିଡିଓ କରିପାରିବିନି। ଦେଖାଯାଉ କାଲି କଣ ହଉଛି। ଯିବା ଅଫିସ ଯାଇକି ଏବେ କାମ କରିବି। ତ ଗାଇସ୍ ଏବେ କାମ ଫାମ ସବୁ ସରିଯାଇଛି, ଏବେ ବାହାରି ଯିବୁ ଘରକୁ। ଆଉ କାଲି ସାର୍ ଆସିବେ, ଆଜି ରାତିରେ ସାର୍ ଆସିକି ପହଞ୍ଚିବେ। ସାର୍ ଆସିବେ ମାନେ ଭାରି ବିଜାର ଲାଗିବ। ଆସିବେ ଖାଲି କହିବେ ଏଇଟା କର ସେଇଟା କର କାମ କର ଇଏ କର, ମାନେ ବସେଇ ଦେବେ। ତମେ ଯଦି କୋଉ ମ୍ୟାନେଜର କେବେ ସହିପାରିବନି ତା ଆଗରେ ଗୋଟେ ଏମ୍ପ୍ଲୟି ବସି ପଡିବ ଟିକେ 5 ମିନିଟ୍। ଛାଡ ଯିବା, ଚାଲନ୍ତୁ ଦେଖା ହବା କାଲି ନୂଆ ଏକ ଭିଡିଓରେ। ସେ ଯାଏ ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ। ଆରେ ରୁହ, ଆଉ ଯଦି ଭିଡିଓ ଟିକେ ଭଲ ଲାଗୁଛି ତାହେଲେ ଚ୍ୟାନେଲ ଟିକେ ସବସ୍କ୍ରାଇବ କରନ୍ତୁ, ଆଉ ଭିଡିଓ ଲାଇକ୍ କମେଣ୍ଟ ଦିଅନ୍ତୁ। ଏବେ ବନ୍ଦ କରିବା।